You are expecting a senior citizen. Mind your language. Mind your language. ସେ ଲୋକ କଣ ମୂର୍ଖ ଅଛନ୍ତି ନା? ଆପଣ ଯାଇଛନ୍ତି ତାଙ୍କୁ ପାଠ, ଆପଣ ମାନେ ପରେ ଯାଇଛନ୍ତି ତାକୁ ଦଲାଲି କରିତେ ପଇସା ଆଣିବା ପାଇଁ। ଶୁଣନ୍ତୁ ଭାଷା ସଂଯତ କରି କଥାବାର୍ତ୍ତା କରନ୍ତୁ। ଦଲାଲି ଶବ୍ଦ ୟୁଜ କଲେ ଆପଣ ଦଲାଲ, ଆପଣ ଦଲାଲ। ହଁ ଠିକ ଅଛି, ଆମେ ସାଧାରଣ ଲୋକ ସେଲ୍ଫ ଏକ୍ସପ୍ଲେନ୍ ଗୋଟେ ଭିଡିଓ ଦଉଛି, ସେ ଭିଡିଓରେ ସେ ବୟସ୍କ ଲୋକ କହୁଛନ୍ତି ରିଲିଫ ପାଣ୍ଠି ଟଙ୍କା ଦେଇ। ୟୁ ଆର୍ ଏକ୍ସପେକ୍ଟିଂ ଏ ସିନିୟର ସିଟିଜେନ। ମାଇଣ୍ଡ ୟୋର ଲାଙ୍ଗୁଏଜ, ମାଇଣ୍ଡ ୟୋର ଲାଙ୍ଗୁଏଜ, ଡୋଣ୍ଟ ଟକ୍ ନନସେନ୍ସ। ଭାଇ ସାମ୍ବାଦିକ, ତମ ସାମ୍ବାଦିକ ତ ପଇସା ପାଇଁ ଆଡଭାର୍ଟାଇଜ କରିଦେଲା, ଡୋନେସନ ଟାକୁ ଆଡଭାର୍ଟାଇଜ କରିଦେଲା। ତମେ ତାଙ୍କୁ କଣ କହୁଛ? ମୁଁ ତାଙ୍କର କନସଲ୍ଟ ରିଲିଫ ଫଣ୍ଡ କୁ ଦେଇଥିଲା, ସେଇ ତାକୁ ଖୁସି କରିବା ପାଇଁ ତାର ଗୋଟେ ଆଡଭାର୍ଟାଇଜ। ତମେ କାହିଁ ତାକୁ ଖୁସି କରିବ? ତମେ କାହିଁ ଯିଏ ଦାନ କରିବ ତମକୁ ସେ କହିଥିଲା ମତେ ଖୁସି କର। ଆରେ ରିଲିଫ ପାଣ୍ଟିକି ଯେ ଦେଇଥିଲା ବୋଲି ତାର ଗୋଟେ ପେଜ କଢା ହେଲା, ଯେହେତୁ 5 ଲକ୍ଷ ଟଙ୍କା ଦେଇଛି, 1 ଲକ୍ଷ ଟଙ୍କା ଗୋଟେ ତାକୁ ଫ୍ରିରେ ଦିଆଗଲା। ସେଇଟା ପ୍ରକାଶ କରିଦଉନାହାନ୍ତି। ଆଜ୍ଞା ଆପଣ ସାମ୍ବାଦିକ? ଆଜ୍ଞା ପଢିଛନ୍ତି ସାମ୍ବାଦିକତା? ନା ଆପଣଙ୍କ କ୍ଷେତ୍ରରେ କଣ କଥା ହଉଛି? ଟିକେ ଶୁଣନ୍ତୁ ମୁଁ ନାଇଁ ଏମିତି ଆପଣ ଭୁଲ ଅର୍ଥ ନଉଛନ୍ତି। ମୁଁ ନର୍ମାଲି ପଚାରେ, ଆପଣ ସାମ୍ବାଦିକତା ପଢିଛନ୍ତି କି? ହଁ ହଁ ମୁଁ ପିଜି କରିଛି। ହଁ ପିଜି କରିଛନ୍ତି, କୋଉଠୁ କରିଛନ୍ତି? ଆରେ ଭାଇ କହୁନାହାନ୍ତି କୁହନ୍ତୁ। ଶୁଣନ୍ତୁ ଭାଇ, ମୋର କହିବା କଥା ମୁଁ ଜାଣିବାକୁ ଚାହୁଁଛି ଆପଣ ପାଖରେ। ଶୁଣନ୍ତୁ ମୁଁ ସେଟା ଆପଣ ଜର୍ଣ୍ଣାଲିଜିମ କରିଛନ୍ତି ନା? ଶୁଣନ୍ତୁ, ଉତ୍ତ୍ୟକ୍ତ ହୁଅନ୍ତୁନି। ଏଥିକ୍ସ କଣ ଜାଣିଛନ୍ତି ନା? ଏଥିକ୍ସ କୋଉ କେତେ ନମ୍ବର ଚାପ୍ଟର କେବେ ପଢା ହୁଏ କହିଲେ? ଆଜ୍ଞା ଆଜ୍ଞା କେତେ ନମ୍ବର ଚାପ୍ଟର ଆପଣ ଇନଷ୍ଟିଚ୍ୟୁଟରେ ଯୋଉଠି ପଢିଲେ? ଆପଣ କାହିଁକି ହାଇପର କାହିଁ କହୁଛନ୍ତି? ମୋ କଥା ଶୁଣୁନାହାନ୍ତି। ମୁଁ କଣ କହୁଛି, ଆପଣ ଟେମ୍ପର ଯଦି ଆପଣ ଯଦି କଥା ମାନେ ଧୀର ସ୍ଥିର ହେଇ ନ ପାରିବେ, ଯୋଉମାନେ ଶୁଣନ୍ତୁ, ଆପଣ ମତେ ପଚାରିଲେ ଆପଣ ପାଠ ପଢିଲେ, ମୁଁ ରାଗୁଛି? ମୁଁ ରାଗୁନାହିଁ, ମୁଁ ପାଠ ପଢିଛି, ମୁଁ କାହିଁ ରାଗିବି? କୁହନ୍ତୁ। ହ୍ୟାଲୋ, ଆଜ୍ଞା ରମେଶ ବାବୁ। ଆଜ୍ଞା ଆଜ୍ଞା କହୁଥିଲି କି ଯେ ଆପଣ ତ ଆମର ଇଏ ନେଇନାହାନ୍ତି, ଆମର ବାଇଟ୍ସ ନେଇନାହାନ୍ତି ଏ ବିଷୟରେ। କାଉଣ୍ଟର ବାଇଟ୍ କଣ ସେ ଲେଖିଛି? ହଁ କାଉଣ୍ଟର ବାଇଟ୍ ତ ନେଲେ। କାଉଣ୍ଟର ମାନେ ତା ପାଖରୁ ଯୋଉ ବୁଝିଲେ, ଆପଣ ଆମ ପାଖରୁ ନେଲେ ନାହିଁ କିଛି। ମୁଁ କଣ କହିଲି ଆପଣଙ୍କୁ କିଛି ସମୟ ପୂର୍ବରୁ? ଅନେକ ନ୍ୟୁଜ କରୁଛି କାଉଣ୍ଟର ବାଇଟ୍ ନଉନି, ପକେଇଲାନି, ବହୁତ ଦିନ ପକେଇଲା ଓଡିଶାର। ତାଙ୍କର ପଲିଟିକାଲ ପାର୍ଟି, ସେ ତାଙ୍କର କରୁଛନ୍ତି। ହଉ, ଏଇଥିରେ କହୁଛନ୍ତି ଆପଣ କାଉଣ୍ଟର ବାଇଟ୍ ଆମେ କାହିଁକି ନେଲୁନି? ସେ ବ୍ୟକ୍ତି କହୁଛନ୍ତି ଯେ ସିଏ ରିଲିଫ ପାଣ୍ଠିକି 5 ଲକ୍ଷ ଟଙ୍କା ଦେଇଥିଲେ, ଦେବା ପାଇଁ ଚାହୁଁଥିଲେ, ଲୋକ ପାଉନଥିଲେ। ଆପଣଙ୍କ ନିକଟସ୍ଥ ତାଙ୍କ ଘର ପାଖରେ ଜଣେ ପଡୋଶୀ ସମାଜର ସାମ୍ବାଦିକ ଦେଖା ହେଲେ, ତାଙ୍କ ଦ୍ଵାରା ଦେଲେ, ଏ କଥା ସେ ଲୋକ ନିଜେ କହୁଛନ୍ତି। ଏବଂ ତାର ରିଫ୍ଲେକ୍ସନ ହଉଛି କାଉଣ୍ଟରଟା ଖବର କାଗଜରେ ଗୋଟେ ଶୁଭେଚ୍ଛା ବାର୍ତ୍ତା ଟାଇପର ବାର୍ତ୍ତାଟେ ବାହାରିଛି, ଯାହାର କଷ୍ଟ ଆପ୍ରୋକ୍ସିମେଟଲି ବୋଧେ ଭାବୁଛି 4 ଲକ୍ଷ ଉପରେ ଥିବ ନା କେତେ ଥିବ ଆପଣଙ୍କ ମତରେ? ଆପଣ ତ ଆଡଭର୍ଟାଇଜିଂ ସେକ୍ଟର, କେତେ ଥିବ କହୁନାହାନ୍ତି? ସେଇ ଯୋଉ ଏରିଆଟା କେତେ ଥିବ? ଆଉ କଣ କାଉଣ୍ଟର ଦରକାର ୟା ପରେ? ଏଇଟା ଆଖ ଦେଖା ପ୍ରୁଫ। ଟିକେ ଖାଲି ଗୋଟେ କଥା ସାର୍, ମୁଁ କଥା ହଉଛି, ଆପଣଙ୍କର ଯେତେବେଳେ ସେ ତାଙ୍କ ପାଖରୁ ବାଇକ୍ ଟା ନେଲେ କି ଯାହା ବି ନେଲେ, ଠିକ ଅଛି, ନେଲେ ସେ ଗୋଟେ ଅର୍ଗାନାଇଜେସନ ବିରୁଦ୍ଧରେ କହିଲେ, ଠିକ ଅଛି ନା? 420 ହେଇଛି କି ଯାହା ବି ହେଇଛି ଆପଣଙ୍କ କଥା ଅନୁସାରେ। 420 କି ଆମେ କହିନାହିଁ ତ, 420 ବୋଲି ଆମେ ଆପଣଙ୍କୁ ସେଠି ପରା ନ୍ୟୁଜରେ କୁହା ହଉଛି ପରା, ଇଏ କରାହେଇଛି। ନା ସାର୍ ମୁଁ ଟିକେ ସେଟା କଥା ହଉଛି। ଆପଣ କିଏ କଥା ହଉଛନ୍ତି? ଆପଣଙ୍କର ସେଟା କଥା, ସେଟା ନ୍ୟୁଜରେ ଆପଣ ପରିଚୟଟା ଟିକେ କୁହନ୍ତୁ। ଆପଣ ପରିଚୟଟା କୁହନ୍ତୁ, ଆପଣ କିଏ ଏବେ ଯିଏ କଥା ହଉଛନ୍ତି? ହ୍ୟାଲୋ, ଆପଣ ଯୋଉ ଏବେ କଥା ହଉଛନ୍ତି ଆପଣଙ୍କ ନାଁ କଣ? ହ୍ୟାଲୋ, ହଁ ଶୁଭୁଛି, କହୁନାହାନ୍ତି। ମୁଁ କହିଲି ଆପଣଙ୍କ ନାଁ ଟା କଣ କୁହନ୍ତୁ? ମୁଁ ସମାଜରୁ ରିଜନ କହୁଛି। କିଏ କହୁଛି? ରିଜନ? ହଁ ହଁ ଆଜ୍ଞା। କୋଉଠି କାମ କରୁଛନ୍ତି ଆପଣ? ବାଲେଶ୍ୱରରେ କାମ କରୁଛି। ବାଲେଶ୍ୱର। ଆପଣ କଣ ଅଛନ୍ତି କହିଲେ? ମୁଁ ଫଟୋଗ୍ରାଫର ୱିଥ ସିଟି ରିପୋର୍ଟିଂ। ଠିକ ଅଛି। ଆପଣ ଯିଏ ଏଇଟା ଆଡଭର୍ଟାଇଜ ଦେଇଛନ୍ତି ସିଏ ନୁହନ୍ତି ତ? ନା ନା ନା। ଠିକ ଅଛି, ହଁ କୁହନ୍ତୁ। ମୁଁ କହିବା କଥା, ଆପଣଙ୍କର ଯିଏ ସେଟା ତ ଆପଣଙ୍କର ସେଟା କଲେଜ, ଯେହେତୁ ଜଣେ ଡାକିଛନ୍ତି ବା ଆପଣ ଶୁଣିକି ଯାଇଛନ୍ତି, ଯାହା ବି ଆପଣ ଯାଇଛନ୍ତି। ଜଣେ ନୁହେଁ, 3-4 ଜଣ ଯାଇଥିଲେ, ଜଣେ ଯାଇନାହାନ୍ତି। ଠିକ ଅଛି, ଠିକ ଅଛି, 3-4 ଜଣ ଯାଇଛନ୍ତି। ଗଲା ପରେ ତାଙ୍କର ବାଇଟ୍ ନେଲେ, ନେଲା ପରେ ସେଟା ଅର୍ଗାନାଇଜେସନ, ଯିଏ ଅର୍ଗାନାଇଜେସନ କୁ ଆସିଛି ତାରି ଏଗନେଷ୍ଟ ସେ କହିଛନ୍ତି। କହିଲା ପରେ ଆପଣଙ୍କର ସେଠି ତ କାହାରି ମାଧ୍ୟମରେ ସେଟା ଆସିବ ନା ଆପେ ପଳେଇ ଆସିବ? କାହା ମାଧ୍ୟମରେ ମାନେ? ମାନେ ସେଠି ଯିଏ ଆଣିଥିବେ ସେ ତ କହିଥିବେ ନା କିଏ ତାଙ୍କ ପାଖରୁ ନେଇଛି, କଣ କରିଛି, ତା ବାବଦରେ ତ କହିଥିବେ ନା ଡିଟେଲ୍ସ କହିଥିବେ। କହିଲା ପରେ ଆପଣ ତ ସେ କଥା ଜାଣିଥିବେ, କାହିଁକିନା ସେ ଲୋକାଲ ଲୋକ, ମାନେ ସେ ଲୋକାଲ ଲୋକ ଆଣିଥିବ, ସବୁ କିଛି ରହିଲା। ରହିଲା ପରେ ଯଦି ଆପଣଙ୍କର ଜଣେ ଲୋକ ଯଦି ଆଣିଛି ନା କରିକି, ସେ ଲୋକଟା ଫାଷ୍ଟ ଅଧିକାରୀ କି ନୁହେଁ, ବୁଝିପାରିଲେ ନା? ଫାଷ୍ଟ ସେ ଯେ ଲୋକ ଯାହା ନା କହିଲେ ସେ ସମାଜର ଅଧିକାରୀ କି ନୁହେଁ,
ଚାକିରି କରିଛି କି ନାହିଁ କି ସାମ୍ବାଦିକ କି ନୁହେଁ ଏଇ କଥାଟା ଆମେ କନଫର୍ମ କରିବା ଉଚିତ କି ନୁହେଁ। ହଁ ଉଚିତ କରିବା। ତାପରେ ଜଣେ ଗୋଟେ ଅଫିସର ଏଗନେଷ୍ଟ କହିଛି ସେ ଯୋଉ ଘଟଣାଟା ରିଲିଫ କୁ ଯାଇଛି କି ଆଡଭର୍ଟାଇଜିଂ କୁ ଯାଇଛି ବୁଝିପାରିଲେ ନା ତାଙ୍କୁ ତ ସିଏ ତ ମୂର୍ଖ ଲୋକ ନୁହେଁ ଯିଏ ଆଡଭର୍ଟାଇଜ ଦେଇଛନ୍ତି ସେ PhD କରିଛନ୍ତି ଠିକ ଅଛି। ସିଏ ଯେତେବେଳେ ଆଡଭର୍ଟାଇଜ ଟା ନେଇଛନ୍ତି ତାଙ୍କୁ ରିସିପ୍ଟ ଦିଆହେଇଛି ବୁଝିପାରିଲ ସେ ସମାଜରେ ରିସିପ୍ଟ ଯେଟା ରିସିଭ କରିଛନ୍ତି ସେଟା ଅରିଜିନାଲ କି ଡୁପ୍ଲିକେଟ ବୁଝିପାରିଲେ ନା ସେଟା ଫାର୍ଷ୍ଟ ଜାଣିବା କଥା। ଦ୍ୱିତୀୟ କଥା ସେଟା କଣ ଅରିଜିନାଲ ନା ଡୁପ୍ଲିକେଟ? ନା ସେଟା ଆପଣ ଇଏ କରିବେ ନା ଆମେ ତ କହିବୁ ଆମର ନା ଆପଣ ତ ଦେଖି ସାରିଲେ ନା ଆପଣ ଏବେ ଯଦି ଶୁଣନ୍ତୁ ଆମେ ସବୁ ଜାଣିଛୁ କଣ ହେଇଛି ନ ହେଇଛି ସବୁ ଜାଣିଛୁ। ଆପଣ ମତେ ଖାଲି ଗୋଟେ ଶବ୍ଦ ଗୋଟେ ଧାଡ଼ିରେ କୁହନ୍ତୁ ମୁଁ ତାପରେ କଥା ହେବି। ଏଇ ଯୋଉ କଥାଟା ହେଇଛି ଠିକ ହେଇଛି ନା ଭୁଲ ହେଇଛି? କିଏ କଥାଟା ଏଇ ଯୋଉ ବୟସ୍କ ଲୋକଙ୍କ ସହିତ ଯାହା ଘଟିଛି ଠିକ ହେଇଛି ନା ଭୁଲ ହେଇଛି? ତାଙ୍କୁ ପରା ଠିକ ଦିଆହେଇଛି ସେଟା ରିସିପ୍ଟ ଦିଆହେଇଛି ତାଙ୍କ ପାଖରେ ନିଆ ହେଇଛି ତାଙ୍କର ରିସିଭ କରିଛନ୍ତି ସେ ରିସିପ୍ଟଟା ଠିକ ହେଇଛି ତ ମାନେ ଆପଣଙ୍କ କନସାଇନ୍ସ ବିବେକ କଣ କହୁଛି ଠିକ ହେଇଛି ତ? ହଁ ଠିକ ହେଇଛି ଯାହା ହେଇଛି ଠିକ ହେଇଛି। ଠିକ ହେଇଛି। ହଉ ଠିକ ଅଛି। ଆପଣଙ୍କର ବର୍ତ୍ତମାନ କନସର୍ନ କଣ ଯେ ଆମେ କାହିଁକି ବାଇଟା ନେଲୁ ନାହିଁ? ହଁ କାଉଣ୍ଟର ବାଇଟ୍ ନେବା କଥା କାହିଁକି ନେଲେ? ହଉ ଆପଣ ଏଇଟା କୋଉଥିରେ ଲେଖା ହେଇଛି କେମିତି? ଧର ମୁଁ ଜଣେ ସାମ୍ବାଦିକତା କରୁଛି। ଆଜ୍ଞା ଆପଣ ସାମ୍ବାଦିକ? ଆଜ୍ଞା ପଢିଛନ୍ତି ସାମ୍ବାଦିକତା? ନା ଆପଣଙ୍କ ସେଥିରେ କଣ କଥା ହଉଛି ଟିକେ ଶୁଣନ୍ତୁ ମୁଁ ନାଇଁ ଏମିତି ଆପଣ ଭୁଲ ଅର୍ଥ ନଉଛନ୍ତି। ମୁଁ ନର୍ମାଲି ପଚାରେ ଆପଣ ସାମ୍ବାଦିକତା ପଢିଛନ୍ତି କି? ହଁ ମୁଁ ପିଜି କରିଛି। ହଁ ପିଜି କରିଛନ୍ତି। କୋଉଠି କରିଛନ୍ତି? ଆରେ ଭାଇ କହୁନାହାନ୍ତି କୁହନ୍ତୁ। ଶୁଣନ୍ତୁ ଭାଇ ମୋର କହିବା କଥା ମୁଁ ଜାଣିବାକୁ ଚାହୁଁଛି ଆପଣ ପାଖରେ ଶୁଣନ୍ତୁ ମୁଁ ସେଟା ଆପଣ ଜର୍ଣ୍ଣାଲିଜିମ୍ କରିଛନ୍ତି ନା? ଶୁଣନ୍ତୁ ଏଥିକ୍ସ କଣ ଜାଣିଛନ୍ତି ନା? ଏଥିକ୍ସ କୋଉ କେତେ ନମ୍ବର ଚାପ୍ଟର କେବେ ପଢା ହୁଏ କହିଲେ? ଆଜ୍ଞା କେତେ ନମ୍ବର ଚାପ୍ଟର ଆପଣ ଇନଷ୍ଟିଚ୍ୟୁଟରେ ଯୋଉଠି ପଢିଲେ ଆପଣ କାହିଁକି ହାଇପର କାହିଁ କହୁଛନ୍ତି? ମୋ କଥା ଶୁଣୁନାହାନ୍ତି। ମୁଁ କଣ କହୁଛି ଆପଣ ଟେମ୍ପର ଯଦି ଆପଣ ଯଦି କଥା ମାନେ ସ୍ଥିର ହେଇ ନ ପାରିବେ ଯୋଉମାନେ ଶୁଣନ୍ତୁ ଆପଣ ମତେ ପଚାରିଲେ ଆପଣ ପାଠ ପଢିଲେ ମୁଁ ରାଗୁଛି? ମୁଁ ରାଗୁନାହିଁ। ମୁଁ ପାଠ ପଢିଛି ମୁଁ କାହିଁ ରାଗିବି? ହଁ ଶୁଣନ୍ତୁ ମୋ କହିବା କଥା ଏଇ ଯୋଉ କାଉଣ୍ଟର ବାଇଟା ନବା ନିହାତି ଦରକାର। ଏଇଟା ଭାରତ ସମ୍ବିଧାନ ଭିତରେ କୋଉ ଆଇନରେ ଉଲ୍ଲେଖିତ କରାଯାଇଛି ଯେ ମିଡିଆ ଏଥିକ୍ସ ରେ ଆପଣ କାଉଣ୍ଟର ବାଇଟ ଏଇ ଯୋଉ ଗୁରୁତ୍ୱ ଦଉଛନ୍ତି କାଉଣ୍ଟର ବାଇଟ କାହିଁକି ଆଣିଲେନି ଏଇଟା ଟିକେ ମତେ କହିବେ କି? ମୁଁ ଟିକେ ଜାଣିବା ପାଇଁ ଚାହୁଁଛି। ଏଇ ଯୋଉ ଭୁଲଟା ଆମେ ଯୋଉ ଧର୍ତ୍ତବ୍ୟ ଅପରାଧଟା କରିଦେଇଛୁ ହଁ ନୂଆ ହେଇଥିବି ମୁଁ ନୂଆ ହେଇଛି 15 ବର୍ଷ ହେଇଗଲାଣି। ଯେତେବେଳେ ଜାଣିଥିବେ ବୋଲିକି ଆମେ ଚାହୁଁଥିଲୁ କଣ ନା ଯେ ଘଟଣାଟା କଣ ହେଇଛି ନ ହେଇଛି ମାନେ ଘଟଣାଟା ସତ କି ମିଛ। ଆପଣ ଗୋଟେ ମିଡିଆ ସେକ୍ଟରରେ କାମ କରୁଛନ୍ତି ପରା। ସେ ଲୋକ କଣ ମୂର୍ଖ ଅଛନ୍ତି ନା? ଆପଣ ଯାଇଛନ୍ତି ତାଙ୍କୁ ଆପଣ ମାନେ ପରା ଯାଇଛନ୍ତି ତାକୁ ଦଲାଲି କରୁଛ ପଇସା ଆଣିବା ପାଇଁ। ଶୁଣନ୍ତୁ ଭାଷା ସଂଯତ କରି କଥାବାର୍ତ୍ତା କରନ୍ତୁ। ଦଲାଲି ଶବ୍ଦ ୟୁଜ କରିନେ ଆପଣ ଦଲାଲ। ହଁ ଠିକ ଅଛି। ସାଧାରଣ ଲୋକ ସେଲ୍ଫ ଏକ୍ସପ୍ଲେନ୍ ଗୋଟେ ଭିଡିଓ ଦଉଛି। ସେ ଭିଡିଓରେ ସେ ବୟସ୍କ ଲୋକ କହୁଛନ୍ତି ରିଲିଫ ପାଣ୍ଠି ଟଙ୍କା ଦେଇ ୟୁ ଆର୍ ଏକ୍ସଟର୍ଟିଂ ଏ ସିନିୟର ସିଟିଜେନ। ମାଇଣ୍ଡ ୟୁର ଭାଇ ସାମ୍ବାଦିକ ତମ ସାମ୍ବାଦିକ ତ ପଇସା ପାଇଁ ଆଡଭାର୍ଟାଇଜ କରିଦେଲା ଡୋନେସନ ଟାକୁ ଆଡଭାର୍ଟାଇଜ କରିଦେଲା ତମେ ତାଙ୍କୁ କଣ କହୁଛ? ମୁଁ ରିଲିଫ ଫଣ୍ଡ କୁ ଦେଇଥିଲା ସେଇ ତାକୁ ଖୁସି କରିବା ପାଇଁ ତାର ଗୋଟେ ଆଡଭାର୍ଟାଇଜ ତମେ କାହିଁକି ତାକୁ ଖୁସି କରିବ? ତମେ କାହିଁକି ଦାନ